ଗୋଟିଏ ଘଣ୍ଟାର ମୂଲ୍ୟ କେତେ ହେଇପାରେ? ହୁଏତ ଆମେ କେବେ ଏମିତି ଭାବିନେ, କିନ୍ତୁ ଏହି ସାଧାରଣ ପ୍ରଶ୍ନ ପଛରେ ଗୋଟେ ଏମିତି ଶକ୍ତିଶାଳୀ କାହାଣୀ ଲୁଚି ରହିଛି ଯାହା ଆମକୁ ସମୟ ଆଉ ସମ୍ପର୍କର ପ୍ରକୃତ ମୂଲ୍ୟ ବିଷୟରେ ପୁଣି ଥରେ ଭାବିବାକୁ ବାଧ୍ୟ କରିଦେବ। ତେବେ ଚାଲନ୍ତୁ ଏହି କାହାଣୀ ଭିତରକୁ ଯିବା। ଆଉ ଏହି କଥାଟା ହିଁ ପୂରା କାହାଣୀର ମୂଳଦୁଆ। ଏମିତି ତ ଏହା ଏକ ସାଧାରଣ ସତ, ଯାହାକୁ ଆମେ ସମସ୍ତେ ଜାଣିଛେ, ହେଲେ ଆଜିକାଲିର ବ୍ୟସ୍ତତା ଭିତରେ କେତେବେଳେ କେମିତି ଏହାକୁ ଭୁଲିଯାଉ। କିନ୍ତୁ ଏହି କାହାଣୀ ସେହି ସତକୁ ପୁଣି ଥରେ ବହୁତ ଭଲ ଭାବରେ ମନେ ପକାଇଦେବ। ତେବେ କାହାଣୀର ଆରମ୍ଭ ହେଉଛି ଜଣେ ବାପା ଆଉ ତାଙ୍କ ପୁଅକୁ ନେଇ। ଚାଲନ୍ତୁ ପ୍ରଥମେ ତାଙ୍କ ଦୁନିଆକୁ ଟିକେ ବୁଝିବା ଆଉ ଜାଣିବା ତାଙ୍କ ଭିତରେ ଥିବା ସମ୍ପର୍କର ଦୂରତାକୁ। ଏଠି ଗୋଟିଏ ଛାତ ତଳେ ସତେ ଯେମିତି ଦୁଇଟି ଅଲଗା ଦୁନିଆ। ଗୋଟେ ପଟେ ଅଛି 10 ବର୍ଷର ନିକ୍, ଯିଏ ଖୋଜୁଛି ତା ବାପାଙ୍କ ଟିକେ ସମୟ, ଆଉ ଅନ୍ୟପଟେ ତା ବାପା, ଜଣେ ବହୁତ ବ୍ୟସ୍ତ ବ୍ୟବସାୟୀ ଯାହାଙ୍କ ପାଇଁ କାମ ହିଁ ସବୁକିଛି। ଜଣେ ସମୟ ଚାହୁଁଛି ଆଉ ଜଣେ ସମୟ ଦେଇପାରୁନି। ଭାବି ଦେଖନ୍ତୁ ଟିକେ, ନିକ୍ ଶୋଇବା ପରେ ତା ବାପା ଘରକୁ ଫେରିଥିଲେ ଆଉ ସେ ନିଦରୁ ଉଠିବା ଆଗରୁ ପୁଣି କାମକୁ ଚାଲିଯାଉଥିଲେ। ଏଇ ଯୋଉ ଅନୁପସ୍ଥିତି, ତାହା ହିଁ ନିକ୍ ପାଇଁ ଏକାକୀପଣର କାରଣ ପାଲଟିଥିଲା। ସେ କେବଳ ତା ବାପାଙ୍କ ସହିତ ଟିକେ ସମୟ ବିତେଇବାକୁ ଅପେକ୍ଷା କରି ରହୁଥିଲା। ହେଲେ ଦିନେ ଏମିତି କିଛି ଘଟିଲା ଯାହା ସବୁଦିନର ଏହି ରୁଟିନ୍କୁ ଭାଙ୍ଗିଦେଲା। ଆଉ ଏଇଠୁ କାହାଣୀରେ ଆସିଲା ଏକ ନୂଆ ମୋଡ଼। ଗୋଟିଏ ସନ୍ଧ୍ୟାରେ ନିକ୍ ତା ବାପାଙ୍କୁ ଘରେ ଦେଖି ପୁରା ଆଶ୍ଚର୍ଯ୍ୟ ହୋଇଗଲା। ତା ପାଇଁ ତ ଏହା ଏକ ଅବିଶ୍ୱାସନୀୟ ଘଟଣା ଥିଲା। କାରଣ ହେଲା, ବାପାଙ୍କର ଗୋଟେ ମିଟିଂ କ୍ୟାନ୍ସେଲ ହୋଇଯାଇଥିଲା, ଆଉ ଏଇଠୁ ହିଁ ସେଇ ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଆରମ୍ଭ ହେଲା। କିନ୍ତୁ ସେ ଖୁସି ବେଶୀ ସମୟ ପାଇଁ ନଥିଲା। ବାପା କହିଲେ ଯେ ତାଙ୍କୁ ଆଉ 2 ଘଣ୍ଟା ଭିତରେ ଫ୍ଲାଇଟ୍ ଧରିବାର ଅଛି। ସେ ପୁଣି କାଲି ଦିପହରରେ ଫେରିବେ। ଏହି କଥାଟା ନିକ୍ ମନରେ ଏକ ପ୍ରକାରର ତତ୍ପରତା ସୃଷ୍ଟି କଲା, ଯେମିତିକି ସମୟ ବହୁତ କମ୍ ଅଛି। ଆଉ ସେଇ ସୀମିତ ସମୟ ଭିତରେ ନିକ୍ ତା ବାପାଙ୍କୁ କିଛି ଅଜବ ପ୍ରଶ୍ନ ପଚାରିବା ଆରମ୍ଭ କଲା। ଏହି ପ୍ରଶ୍ନଗୁଡ଼ିକ ହିଁ କାହାଣୀର ଉତ୍କଣ୍ଠାକୁ ଧୀରେ ଧୀରେ ବଢ଼ାଇବାକୁ ଲାଗିଲା। ନିକ୍ର ପ୍ରଥମ ପ୍ରଶ୍ନ ଥିଲା, ବାପା, ତମେ ବର୍ଷକୁ କେତେ ଟଙ୍କା ରୋଜଗାର କର? ବାପା ତ ଆଶ୍ଚର୍ଯ୍ୟ। ସେ କହିଲେ ଯେ ଏତେ ବଡ଼ ହିସାବ ସେ ବୁଝିପାରିବନି। ହେଲେ ନିକ୍ ଛାଡ଼ିବା ପିଲା ନଥିଲା। ସେ ପୁଣି ପଚାରିଲା, ଆଚ୍ଛା, ତାହେଲେ ଗୋଟେ ଦିନରେ କେତେ? ଏଥର ବାପାଙ୍କ ମନରେ କୌତୂହଳ ବଢ଼ିଲା। ସେ ଭାବିଲେ, ମୋ ପୁଅ ପ୍ରକୃତିରେ କ'ଣ ଜାଣିବାକୁ ଚାହୁଁଛି। ଆଉ ଶେଷରେ ସେ ପୁରା ନେହୁରା ହୋଇ ପଚାରିଲା, ପ୍ଲିଜ୍ ବାପା କୁହ, ତମେ ଗୋଟିଏ ଘଣ୍ଟାରେ କେତେ ରୋଜଗାର କର? ଏଥିରୁ ଜଣାପଡ଼ୁଥିଲା ଯେ ଏଇ ଉତ୍ତରଟା ହିଁ ତା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ପୁଅର ଏତେ ଜିଦ୍ ଆଗରେ ବାପା ଶେଷରେ ହାର ମାନିଲେ। ଆଉ ନିକ୍ ଯେଉଁ ଉତ୍ତର ପାଇଁ ଏତେ ସମୟ ଅପେକ୍ଷା କରିଥିଲା, ସେଇ ଉତ୍ତରଟା ସାମ୍ନାକୁ ଆସିଲା। ବାପା କହିଲେ, ପ୍ରାୟ ଘଣ୍ଟାକୁ $25। ଗୋଟେ ସାଧାରଣ ସଂଖ୍ୟା ଭଳି ଲାଗୁଛି, ନୁହେଁ କି? ହେଲେ ମନେ ରଖିଥାନ୍ତୁ, ଏହି ସଂଖ୍ୟାଟି ହିଁ ଥିଲା ପୂରା କାହାଣୀର କେନ୍ଦ୍ରବିନ୍ଦୁ। ଏବେ ଆସନ୍ତୁ କାହାଣୀର ସେଇ ମୁହୂର୍ତ୍ତକୁ ଯିବା ଯାହା ସବୁଠୁ ଅଧିକ ଭାବବିହ୍ୱଳ କରିଦେବା ଭଳି। ଏହି ଉତ୍ତର ପାଇବା ପରେ ନିକ୍ ଯାହା କଲା, ସେଇଠୁ ହିଁ ତାର ପ୍ରକୃତ ଉଦ୍ଦେଶ୍ୟ ଜଣାପଡ଼ିବ। ଉତ୍ତରଟା ଶୁଣିବା ମାତ୍ରେ ନିକ୍ ବିଜୁଳି ବେଗରେ ଉପର ମହଲାକୁ ଦୌଡ଼ିଗଲା। ଆଉ କିଛି ସମୟ ଭିତରେ ଫେରିଆସିଲା। ହାତରେ ଧରିଥିଲା ତାର ଖୁଦୁରୁକୁଣୀ, ତାର ପିଗି ବ୍ୟାଙ୍କ। ସେ ତାର ସବୁ ସଞ୍ଚୟକୁ ବାହାର କରି ଗଣିଲା। ମୋଟ ଥିଲା $50, ଠିକ୍ ତା ବାପାଙ୍କ 2 ଘଣ୍ଟାର ରୋଜଗାର। ଆଉ ତାପରେ ସେ ତା ବାପାଙ୍କୁ ଯାହା କହିଲା, ତାହା ହିଁ ଥିଲା କାହାଣୀର ସବୁଠୁ ଶକ୍ତିଶାଳୀ ବାକ୍ୟ। ସେ କହିଲା, ବାପା, ମୋ ପାଖରେ $50 ଅଛି, ମୁଁ କ'ଣ ତମର 2 ଘଣ୍ଟା ସମୟ କିଣିପାରିବି? ତାର ସେଇ ସଞ୍ଚୟ ଆଉ ସେଇ ପ୍ରଶ୍ନ ପଛର କାରଣ ଏବେ ପୁରା ସ୍ପଷ୍ଟ ହୋଇଗଲା। ସେ କେବଳ ଏତିକି ଚାହୁଁଥିଲା, ମୁଁ କାଲି ସନ୍ଧ୍ୟାରେ ତମ ସହିତ ସମୁଦ୍ର କୂଳକୁ ଯାଇ ଡିନର କରିବାକୁ ଚାହେଁ। କେତେ ସରଳ ଆଉ ନିରୀହ ଅନୁରୋଧ, ନୁହେଁ? ତେବେ ଏ କଥା ଶୁଣି ବାପାଙ୍କର ପ୍ରତିକ୍ରିୟା କ'ଣ ଥିଲା? ଏଇଠି ହିଁ କାହାଣୀର ଅସଲ ଶିକ୍ଷା ଆଉ ସାରାଂଶ ଲୁଚି ରହିଯାଇଛି। ବାପା ପୂରାପୂରି ସ୍ତବ୍ଧ ହୋଇଯାଇଥିଲେ। କ'ଣ କହିବେ କିଛି ଭାଷା ନଥିଲା ତାଙ୍କ ପାଖରେ। ନିଜ ପୁଅର ଏଇ କଥା ତାଙ୍କୁ ଭିତରୁ ଦୋହଲାଇ ଦେଇଥିଲା। ଏହି କାହାଣୀ ଆମକୁ ଶେଷରେ ଗୋଟିଏ କଥା ବହୁତ ସୁନ୍ଦର ଭାବରେ ମନେ ପକାଇ ଦେଉଛି। ଜଣେ ବାପା ମା ନିଜ ସନ୍ତାନକୁ ଦେଇପାରୁଥିବା ସବୁଠାରୁ ମୂଲ୍ୟବାନ ଉପହାର ହେଉଛି ତାଙ୍କ ନିଜସ୍ୱ ସମୟ। ଏହାଠୁ ବଡ଼ ଆଉ କିଛି ନାହିଁ। ତେଣୁ ଏହି କାହାଣୀ ଶେଷରେ ଗୋଟିଏ ବଡ଼ ପ୍ରଶ୍ନ ଛାଡ଼ିଯାଏ, ଯାହା ଆମ ସମସ୍ତଙ୍କ ପାଇଁ, ଆମ ଜୀବନର ଗୋଟିଏ ଘଣ୍ଟାର ପ୍ରକୃତ ମୂଲ୍ୟ କ'ଣ ଆଉ ଆମେ ତାକୁ କେଉଁଠି ଖର୍ଚ୍ଚ କରୁଛେ।